IPL 2026 ଭାଇ ଧମାକା ସଟର ସକାଳେ ଯେମିତିଆ ମାଡ଼ ରାତିରେ ସେମିତିଆ ମାଡ଼ ମାନେ ଦି ତରଫରୁ ମାଡ଼ ହିଁ ମାଡ଼ ରେକର୍ଡ ବ୍ରେକେବୁଲ ସଟରଟେ ଥିଲା ମାନେ ଗୋଟାଏ ଟିମ୍ ରେକର୍ଡ ସେଟ୍ କରୁଥାଏ ଅନ୍ୟ ଟିମ୍ ଆସି ଭାଙ୍ଗି ଦେଇ ପଳଉ ତ ଆଜି ଦିଟା ମ୍ୟାଚ୍ ରିଭ୍ୟୁ କରିବା ପଞ୍ଜାବ ଭର୍ସେସ୍ ଦିଲ୍ଲୀ ଆଉ ରାଜସ୍ଥାନ ଭର୍ସେସ୍ SRH ଯେତିକି ଏକ୍ସପେକ୍ଟ କରାଯାଉଥିଲା ପଞ୍ଜାବ ଭର୍ସେସ୍ ଦିଲ୍ଲୀରୁ ସେ କାହିଁ ଗୁଣରେ 10 ଗୁଣରେ ବଢିଆ ଖେଳ ଯୋଉ ଜାଗାରେ ଦିଲ୍ଲୀ କ୍ୟାପିଟାଲ ପୁରା ସେଟ୍ କରିଦେଇଥିଲା ପଞ୍ଜାବ ଆଗରେ 270 ରନ୍ ଆପ୍ରୋକ୍ସିମେଟଲି ସେଇ ଜାଗାରେ ପଞ୍ଜାବ କିଙ୍ଗସ୍ ଆସିଲା ବ୍ୟାଟିଂ କଲା ମାତ୍ର ଆଉ 7ଟା ବଲ୍ ଥାଇ ଜିତିଗଲେ ମାନେ 270 ରନ୍ ଟାକୁ ମାନେ 19 ଓଭରରେ ମାରିକି ଜିତିଗଲେ 19 ଓଭର 18 ଓଭର 5ଟା ବଲ୍ 7ଟା ବଲ୍ ଥାଇ ଜିତିଲେ ମାନେ ଏମିତି ପ୍ରକାର ମାଡ଼ଟା ହେଲା ଭିଡିଓ ଗେମ୍ ଆମେ ଯୋଉ ଖେଳୁଛେ ମୋବାଇଲରେ ହାର୍ଡ ମୋଡ୍ ଯଦି କରି ଖେଳିବ ଏଇଭଳି ମାଡ଼ ହବ 270 ରନ୍ ଟାର୍ଗେଟ ଦେଇଥିଲେ ଦିଲ୍ଲୀ ବାଲା ସେଇ ଜାଗାରେ ଯେତେବେଳେ ମାଇଲେ ପଞ୍ଜାବ କିଙ୍ଗସ୍ 7 ଓଭର ମାରି ଦେଇଥିଲା 140 7 ଓଭର 140 ତମେ ଭିଡିଓ ଗେମ୍ରେ ହାର୍ଡ ମୋଡ୍ ଅନ୍ କରି ଯଦି ଖେଳିକି ଯଦି ମାରିଦବ ମୁଁ କାନ କାଟିବିନି କାରଣ ବଲ୍ ସେତେବେଳେ ସ୍ପଟ୍ ଦେଖାଯାଏନି ତ ସେଇ ଅନୁସାରେ ତ ବ୍ୟାଟ୍ ବୁଲିଲେ ତ ଅଲଗା ପ୍ରକାର ସର୍ଟ ଭୁଲ ଭାଲ ହୁଏ ସେଇ ଜାଗାରେ ଏଇଟା ତ ଲେଜେଣ୍ଡ 7 ଓଭର 140 ସେ ବିଚରା KL ରାହୁଲ 150 ରନ୍ ମାନେ ଇଣ୍ଡିଆର ଇଣ୍ଡିଭିଜୁଆଲ ପ୍ଲେୟାର ଯିଏ IPL ରେ ପ୍ରଥମ ଥର ମାଇଲା 150 ମାରିକି ବି ତା 150ଟା ପୁରା ବୃଥାରେ ଗଲା ଆଉ ପଞ୍ଜାବ କିଙ୍ଗସ୍ ମାଡ଼ ଦେଖି ମତେ ଲାଗିଲା ଇଏ ଶଳା ଯଦି 200 କହିଲି 300 ବି ଯଦି ମାରିଥାନ୍ତେ ଦିଲ୍ଲୀ କ୍ୟାପିଟାଲରେ ଇଏ ମାରିକି ଜିତି ଯାଇଥାନ୍ତେ ମଝିରେ ଜାଣି ଶୁଣି ଡିଫେନ୍ସ କଲା ଆସିକି ଶ୍ରେୟସ ଆୟର ନେହଲ ୱାଦେରାର ନହେଲେ ନାଇଁ ହଁ ଉପର କନେକ୍ଟ 10ଟା ବଲ୍ 17 ଇଏ ଯେତେବେଳେ ମାରିଥିଲା 22ଟା ବଲ୍ 28 ଇଏ ମାରିଥିଲା ନେହଲ ୱାଦେରା ମାରିଥିଲା 20ଟା ବଲ୍ରେ 22 ନା 23 ସେତିକି ବେଳେ ଡିଫେନ୍ସଟା ଖେଳିଥିଲେ ଲାଗିଲା ହଁ ଦିଲ୍ଲୀ କ୍ୟାପିଟାଲ ଏବେ ଟିକେ ଗୋଡ ଘୋଷାଡୁଛି ଇଏ ମାନେ ଯୋଉ କୁହନ୍ତି ନାହିଁ ଜଖମ में नमक डालना ଇଏ ସେଇଭଳି କାମ ହେଲା ପଞ୍ଜାବ କିଙ୍ଗସ୍ ଜାଣି ଶୁଣି ଡିଫେନ୍ସ ଖେଳିଲେ ଇଏ ଦିଲ୍ଲୀ କ୍ୟାପିଟାଲ ହେଲେ ଆମେ ଏବେ ତାଙ୍କ ଗୋଡଟାକୁ ଧରିନେଲୁ ଠିକ ଟାଇମ ବେଳକୁ ଯେତେବେଳେ ସ୍ପିନ୍ ବୋଲିଂ ସଇଲା ପେସ୍ ବୋଲିଂ ହେଲା ଦେ ମାର ଥର କାଲି ଖାଲି ଇଜ୍ଜତ ଥିଲା ସକାଳ ଟାଇମରେ ସ୍ପିନ୍ ବୋଲର ମାନେ ଆଉ ଦାଗ ଦେବାକୁ ପଡିବ ପ୍ରିୟାଂଶ ଆରିଆ ଆଉ ପପ୍ ସିମରନ ପୁରା ମାଡ଼ ଆଉ ଏଇ ଯୋଉ ମ୍ୟାଚଟା ହେଲା ପଞ୍ଜାବ କିଙ୍ଗସ୍ ମାନେ କହୁଥିବ अरे दीवानो मुझे पहचानो मैं हूं कौन रोकने वाला है ଭାଇ ପଞ୍ଜାବ କିଙ୍ଗସ୍ କିଏ ରୋକିପାରିବ ମତେ ଲାଗୁଛି ମତେ କେହି ଲାଗୁନି ଆର ବର୍ଷ ଯେମିତି RCB କୁ କେମିତି ରୋକିବା ପାଇଁ କେହି ନଥିଲେ ଓନ୍ଲି ଲାଗୁଥିଲା ପଞ୍ଜାବ ଏ ବର୍ଷ ପଞ୍ଜାବ କିଙ୍ଗସ୍ କେହି ରୋକିବାର ନା ପଞ୍ଜାବ କିଙ୍ଗସ୍ ରୋକି ଗୋଟେ ଟିମ୍ ରୋକିବ ସିଏ ହଉଛି ହାଇଦ୍ରାବାଦ ନହେଲେ RCB କାରଣ ଦି ଜଣ ପଟେ ଟୁଲା ପୁରା ଭରପୁର ଅଛନ୍ତି ସେଇ ଟୁଲାଗିରି ଯୋଉ ଗୋଟେ ଅଛନ୍ତି ସେଇଭଳି ଚାଲିଛି ଆଉ ରାଜସ୍ଥାନ ଏଇ ଚାରିଟାକ ଟୁଲାଗିରି ବଢିଆ ଖେଳୁଛନ୍ତି 4ଟା ଟିମ୍ ଆଉ ଭୁଲି ଯାଅ 6ଟା ଟିମ୍ ଘରକୁ ପଳାଏ ଅଲରେଡି ଆଉ ମାନେ ଯେତେ ଭଲ ବୋଲର ନେଇକି ଖେଳିଲେ ବି ତମ 270 ରନ୍ ତ ଭଲ ବୋଲର ଥାଇକି ତ ରଖିପାରିଲେନି ଆଉ ଆକିବତାର ଡୋମେଷ୍ଟିକରେ ବହୁତ ବଢିଆ ବୋଲିଂ କରିଥିଲା ସେଥିପାଇଁ ଦିଲ୍ଲୀ କ୍ୟାପିଟାଲ ତାକୁ ନେଲା ମୁଁ ଭାବିଲି କି ସେ ଯୋଉ ଅପସନ ବହୁତ ବଢିଆ ବୟ ଥିଲା ଦିଲ୍ଲୀ କ୍ୟାପିଟାଲ ପୁରା ଖତରନାକ ବୋଲିଂ ଲାଇନ ଟା କଲାଣି ଯଦି ଏଇ ଜାଗାରେ ମିଚେଲ ଷ୍ଟାର୍କ ଥାନ୍ତା ଷ୍ଟାର୍କ ବି ଆସିଥିଲେ ବି ସେ ମାଡ଼ ଖାଇଥାନ୍ତା ତ ସେଇଟା କାହାର ଭୁଲ ନାହିଁ ଏଇଟା ହେଲା ଟୋଟାଲି IPL ର ନାଁଟା ବର୍ବାଦ କରିବାର ଭୁଲ କାହିଁକି ନା IPL ଟା ଆଉ IPL ଭଳିଆ ଲାଗୁନି ମାନେ 2020 ପୂର୍ବରୁ 200 ଯଦି ଗୋଟେ ସିଜିନରେ 3ଟା 4ଟା ଦେଖିଲ 200 ଗୋଟେ ଟିମ୍ ଗୋଟେ ବାଡିଲା କାରଣ 200 ରନ୍ ଟାକୁ ଡିଫେଣ୍ଡ କରିବାକୁ ଯେତେବେଳେ ଯଦି ଗୋଟେ ଟିମ୍ 200 ମାରିଦେଲା ଦେ ଆମେ ଡିଫେଣ୍ଡ କରିଦବୁ ଏବେ 200 ରନ୍ ଟା ପ୍ରତି ଟିମ୍ ଆସି ଗାଡୁଛନ୍ତି ଇମ୍ପାକ୍ଟ ରୁଲ ସକାଶେ ଆଉ ଇମ୍ପାକ୍ଟ ରୁଲ ଏତେ ଆଫେକ୍ଟ କରିଛି ଯେ ମାନେ ଖେଳର ସେଇଭଳି ଚାର୍ମ ଟା ପଳେଇଲା ମତେ IPL ନାଁ ଚେଞ୍ଜ କରି ଧମାକା ପ୍ରିମିୟର ଲିଗ ରଖିଦେବା କଥା ଯିଏ ଆଉ ତ ସିଏ ଖୋବୁଛି 200 ରନ୍ ସେପଟ କଥାବାର୍ତ୍ତା ନାହିଁ କାଲି ମୁମ୍ବାଇ ହଉଛି ବେହିଆ ଟିମ୍ ଯେ ଚେନ୍ନାଇ 207 ରନ୍ କରିକି ତାକୁ 100 ରନ୍ ହରେଇଲା ଆଉ ରୁମର କଣ ଆଇଛି କି ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟା ଆଉ ସୂର୍ଯ୍ୟ କୁମାର ଯାଦବ ଭିତରେ ଚାଲିଛି ଖୁପୁରା ଖୁପୁରି ତ ଇଏ ଥିଲା ଦିଲ୍ଲୀ କ୍ୟାପିଟାଲ ଆଉ ପଞ୍ଜାବ କିଙ୍ଗସ୍ ର ମ୍ୟାଚ୍ ରିଭ୍ୟୁ ଆଉ ନୀତିଶ ରାଣା ଟା ବି ଭଲ ଖେଳିଥିଲା ଭଲ ଖେଳିଲେ କଣ ହବ
ଏପଟେ ବୋଲର ଯେମିତି ମାଡ଼ ଖାଇଲେ ତାଙ୍କ ବୋଲର ବି ସେମିତି ମାଡ଼ ଖାଇଲେ। ଆଉ ଯଦି ପଞ୍ଜାବ କିଙ୍ଗସଟା ହାରିଥାନ୍ତା ବଡ଼ ରନ୍ ରେଟ୍ରେ ଟ୍ୟୁସନ୍ କରାହେଇଥାନ୍ତା ଶଶାଙ୍କ ସିଂଙ୍କୁ ଆଉ ସାଇଡ୍‌କି ନେଇ ଆସିଥାନ୍ତେ ଆଉ। 12 ରନ୍‌ରେ କେଏଲ୍ ରାହୁଲ କ୍ୟାଚ୍ ଛାଡ଼ିଥିଲା। 12 ରନ୍‌ରୁ 150 ମାରିବାଟା ଇଜି କଥା ନୁହଁ। ଆଉ କେଏଲ୍ ରାହୁଲ ପାଇଁ ଗୋଟେ ହ୍ୟାଟ୍ସ ଅଫ୍ ଦରକାର ଆଉ ସାଲ୍ୟୁଟ୍ ବି। ତ ଇଏ ଥିଲା ଦିଲ୍ଲୀ କ୍ୟାପିଟାଲ ପଞ୍ଜାବ କିଙ୍ଗସ୍ ଟୋଟାଲି ପୁରା ଧମାକା ହେଇ ଚାଲିଗଲା। ରାତି ମ୍ୟାଚ୍ ରାଜସ୍ଥାନ ଆଉ ଏସ୍ଆର୍ଏଚ୍ ତାଙ୍କ ପଟେ ବି ଟୁଲା ଭରପୁର। ରାଜସ୍ଥାନର ଟପ୍ ଅର୍ଡର ଗୁଡ଼ା ପୁରା ଟୁଲା, ତାଙ୍କର ବି ଟପ୍ ଅର୍ଡର ପୁରା ଟୁଲା। ରାଜସ୍ଥାନର ପୁଣି ରେକର୍ଡ ସେଟ୍ କରିଦେଇଥିଲା ଭବ୍ୟ ସୂର୍ଯ୍ୟବଂଶୀ 35ଟା ବଲ୍‌ରେ 100। ଟିକି ଟୋକା ଯୋଉ ମାଡ଼ ମାରୁଛି କୋଉଦିନ କହୁଛି ଯଦି ଇଣ୍ଡିଆ ଟିମରେ ଭୈଭବ ସୂର୍ଯ୍ୟବଂଶୀ, ପ୍ରିୟାଂଶ ଆରିଆ, ତାପରେ ଅଭିଷେକ ଶର୍ମା ଇଏ 3 ରହିଲେ, ତାପରେ ଶ୍ରେୟସ ଆୟର କ୍ୟାପ୍ଟେନସିପ୍ ପାଇଁ ମାନେ ବ୍ୟାଟିଂ ଅର୍ଡରଟା ଦେଖୁଛନ୍ତି ତ? ଯଦି ସେମିତି ଖୋଲା ଛୁଟି ଦେଇଦେବେ ଆଇପିଏଲ୍ କହିଲି T20ରେ କି ନାହିଁ ତମେ ଯାଇ ବାଡ଼ାଅ ଲାଷ୍ଟକୁ ଆସିକି ଆମେ ସମ୍ଭାଳିବୁ। ତମେ ଯଦି କୋଉଦିନ ନେଇ ପକେଇଦେବେ 300 ସେପଟେ ଇଏ 3 ଯଦି ରହିଲେ ଟିକେ ଟୋକା 35ଟା ବଲ୍‌ରେ 100 ମାଇଲେ। ସେଇ ସେଇ ଜାଗାରେ ତାର ଅପୋନେଣ୍ଟରେ ଯେତିକି ସବୁ ତାର ପାର୍ଟନର ସବୁ ଥିଲେ ସବୁ ଆସି ଭଗିଛନ୍ତି। ଧ୍ରୁବ ଜୁରେଲ 35ଟା ବଲ୍‌ରେ 50। ସେଇ ଜାଗାରେ ସେ ଟିକେ ଟୋକା ବାଡ଼େଇଲା 35ଟା ବଲ୍‌ରେ 100 ମାନେ ତା 2 ଗୁଣା ଅଧିକ ବାଡ଼େଇଛି। ଆଉ କ୍ୟାପ୍ଟେନ୍ ତ ପୁରା ହେଭି ଫର୍ମରେ ଅଛି ରାଜସ୍ଥାନର 10ଟା ବଲ୍‌କୁ 9, ହେଟମେୟରର 10ଟା ବଲ୍‌କୁ 11। ଆଙ୍କରି ସକାଶେ ତଥାପି ସ୍କୋର କମି ଯାଇକି ପହଞ୍ଚିଲା 230 ରନ୍। ତ 230 ରନ୍ ସକାଳୁ ଯୋଉଠି ଆମେ ଦେଖିଥିଲେ 270 ରନ୍ ଇଜିଲି ଚେସ୍ ହେଇଗଲା, ସେମିତିର ତ ଭରପୁର ଅଛନ୍ତି ହାଇଦ୍ରାବାଦରେ ପ୍ଲେୟର ଗୁଡ଼ା ଟୁଲାର ପୁରା ଭରପୁର। ହଁ ଆମେ ହଁ ଇଜିଲି ଜିତିବ, ଇଜିଲି ବି ଜିତିଲେ। ହାଇଦ୍ରାବାଦ ଇଜିଲି ହିଁ ଜିତିଲେ। ବଟ୍ ଜୋଫ୍ରା ଆର୍ଚର ତାର ରେକର୍ଡଟା ଏବେ ରଖିକି ରଖ, ପ୍ରଥମ ଓଭର ଆଉଛି ଗୋଟେ ୱିକେଟ୍ ଧରିକି ଯାଉଛି। ବଲ୍ ପୁରା ଅନପ୍ଲେଏବୁଲ୍ ବଲ୍ ପକଉଛି। ଆଉ ହାର୍ଡ ଲେନ୍ଥ ଆଉ ଟିକେ ତ ଇଶାନ କିଶାନ ମୁଣ୍ଡ ଫାଟି ଯାଇଥାନ୍ତା ସେଇ ମ୍ୟାଚରେ। ଯୋଉ ବଲ୍‌ଟା ପଇଲା ଏଇ ଲେନ୍ଥ ଏଇ ଜାଗାରେ ବାଜିଥାନ୍ତା ତାର, ଏମିତି ଦେଖେଇ ଦେଇଛି ପଛୁଆ ଛକା। 150 ସ୍ପିଡରେ ବଲ୍ ବାଉନ୍ସର ମାରିଛନ୍ତି ପୁରାପୁରି ବଡି ଲାଇନ୍ ବ୍ୟାଟ୍ ହଲେଇ ପାରିବନି। କଣ କରୁଛୁ ସେଇ ମ୍ୟାଚ୍? ଆଉ ଟ୍ରାଭିସ୍ ହେଡ୍‌କୁ କହି ୱିକେଟ୍ ନେଲା, କହିଲା ମୁଁ 4 ଥର ନେଲି ତାକୁ, 4 ଥର ଆଇପିଏଲ୍ 4 ଥର ମୋ ହାବୁଡରେ ଯେତେ ଥର କରିଛି ତା ଗୋଡଟାକୁ ସେତେ ଥର ମୋଡ଼ିଛି। ସେମିତି ରାଜସ୍ଥାନ ଯଦି ହାରିଥାଏ ଗୋଟିଏ କ୍ୟାଚ୍ ସକାଶେ, ପୁଣି କ୍ୟାଚ୍ କିଏ ମିସ୍ କରିଛି ରବୀନ୍ଦ୍ର ଜାଡେଜା ୱାର୍ଲଡ କ୍ଲାସ ଫିଲ୍ଡର, ଯୋଉଠି ଏକ୍ସପେକ୍ଟ କରାଯିବନି କି ସେ ମାନେ କ୍ୟାଚ୍ ଛାଡିବ ବୋଲି, ସେ କ୍ୟାଚ୍ ଛାଡିଲାନି ଯେ ସେ ଜାଗାରେ ଅଭିଷେକ ଶର୍ମା ଥିଲା 30 ରନ୍ ଆଉ ଇଶାନ କିଶାନ ଥିଲା 30 ରନ୍‌ରେ, 60 ରନ୍ ମାତ୍ର ହେଇଥିଲା। ସେଇଠୁ ପୁରା ଘୋଷାଡ଼ି ନେଇ ଫୋପାଡ଼ି ଦେଲେ। ଇଶାନ କିଶାନ ପାଇଁ ଗୋଟେ ବଡ କ୍ଲାବ ହବା ଦରକାର। ଟିକେ ଟୋକା ଭାଇ କୋଉ ଭଳିଆ ମାଡ଼ ମାରୁଛି, ଓକେ ଡାଇନାମାଇଟ୍ କହୁଛି ବା। ଏପଟେ ମାନେ ଯେମିତି ଗୋଟେ ଏଇ ଶନିବାରଟା କେମିତି କହିଲ ବାତ୍ୟା ଗୋଟେ ଥିଲା, ବାତ୍ୟା ଯେମିତି ଗୋଟେ ବାତ୍ୟା ଦେଇକି ପଳେଇଲା, ତାର ଯେତିକି ପ୍ରଭାବ ଆସିଆଟା ଫେରନ୍ତା ବାତ୍ୟାଟା ଯୋଉ ଏମିତି ତାର ପ୍ରଭାବଟା କେମିତି 1999 ବାତ୍ୟା ଯେମିତିଆ ସେମିତିଆ ବାତ୍ୟା ହେଇଗଲା ପଞ୍ଜାବ କିଙ୍ଗସ୍ ଦିଲ୍ଲୀ ପାଇଁ। ଦିଲ୍ଲୀ ଗୋଟେ ବାତ୍ୟା ସେଟ୍ କରିଦେଲା ପଞ୍ଜାବ କିଙ୍ଗସ୍ ଆଗରେ, ପଞ୍ଜାବ କିଙ୍ଗସ୍ ସେ ଫେରନ୍ତା ବାତ୍ୟାଟା ତାଙ୍କୁ ଦେଇଦେଲା। ସେମିତି ଗୋଟେ ସୁନାମି ସେଟ୍ କରିଦେଲା ରାଜସ୍ଥାନ ରୟାଲ। ସେ ରାଜସ୍ଥାନ ରୟାଲ ହେଭି ବୋଲିଂ ଲାଇନ୍ ହବ, ଖରାପ ବୋଲିଂ ଲାଇନ୍ ହବ ନାହିଁ, ବଢିଆ ବୋଲିଂ ଲାଇନ୍ ହବ ଅଛି। ସେଇ ବୋଲିଂ ଲାଇନ୍ ଟାକୁ ହାଇଦ୍ରାବାଦ ଗଲା ପୁରା ଫେରନ୍ତା ସୁନାମି କରିଦେଲେ, ମାନେ ଇଏ ଘର ଭାଙ୍ଗି ଭାଙ୍ଗି ପଳେଇଲା, ଇଏ ଘରଟା ଟୋଟାଲି ମୂଳ ପୋଛ କରି ନେଇ ପଳେଇଲା। ନୀତିଶ କୁମାର ଏଠି ତ ହେଭି ଫର୍ମରେ ଅଛି। ସେପଟେ ଆମର ପକେ ଡାଇନାମାଇଟ୍ ଯୋଉ ମାଡ଼ଟା ମାରୁଛି, ଆଉ ଅଭିଷେକ ଶର୍ମା 3 ଜଣ ଖେଳିଦେଲେ ଖେଳ ଖତମ। ଆଉ ଥିବ ଯେ କଣ ଖାଇବ? ଜାଡେଜାର ଗୋଟେ କ୍ୟାଚ୍ ମିସ୍, ରାଜସ୍ଥାନ ହାରିଲା। ଆଉ ସେପଟେ ତ ଛାଡ। ତ ଇଏ ଥିଲା ଧମାକା ସଟରଡେ ଆଇପିଏଲ୍। ଆଉ ଆଇପିଏଲ୍ ମୁଁ କହିବିନି, ଧମାକା ପ୍ରିମିୟର ଲିଗ୍। ଯଦି ଭିଡିଓଟା ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଯଦି ଭିଡିଓଟା ଭଲ ଲାଗିଥିବ ଚ୍ୟାନେଲଟି ସବସ୍କ୍ରାଇବ କରି 2-4 ଜଣ ପାଖକୁ ସେୟାର କରନ୍ତୁ। ଆଉ ଯାହାଫଳରେ କି ସବସ୍କ୍ରାଇବ ବଢିଲେ ମୁଁ ଆହୁରି ଫନି ୱେରେ ଭିଡିଓଟା କରିବି। ବିଭିନ୍ନ ପ୍ରକାର କହିଛି ବି ଆଗରୁ, ବିଭିନ୍ନ ପ୍ରକାର ଭିଡିଓ ବି ଆଣିବି। ଆଉ ଏବେ ଯେହେତୁ ଆଇପିଏଲ୍ ଚାଲିଛି, ଆଇପିଏଲ୍ ଉପରେ ହିଁ ଭିଡିଓଟା ଆସିବ। ଆଇପିଏଲ୍ ସରିଲା ପରେ ବିଭିନ୍ନ ପ୍ରକାର ଫନି ଭିଡିଓ ଗୁଡା ବି ଆସିବ। ତ ସେଥିପାଇଁ ଗୋଟେ ରିକ୍ୱେଷ୍ଟ କି ମୁଁ ଗୋଟେ ଓଡ଼ିଆ ୟୁଟ୍ୟୁବର, ବିଭିନ୍ନ ପ୍ରକାର
ଭିଡିଓ ବନେଇବି ବୋଲି ଭାବିଛି। ଯଦି ଆପଣମାନଙ୍କ ସପୋର୍ଟ ରହିଲା ଆଉ ଆଶୀର୍ବାଦ ରହିଲା, ସେଇଭଳିଆ ଭିଡିଓ ଦେଖିବାର ଆପଣଙ୍କୁ ସୁଯୋଗ ମିଳିବ। ଆଉ ଆପଣଙ୍କ ଆଶୀର୍ବାଦ ମୋ ଉପରେ ରହିଲେ ଭଲ। ଜୟ ଜଗନ୍ନାଥ। ଆଜି